ଆହୁରି ଭିତ୍ତିହୀନ କମେଣ୍ଟ ସବୁ ଦଉଛନ୍ତି। ସେ ମନ୍ତ୍ରୀ ହେଇନାହାନ୍ତି, କ୍ରାକ୍ ହେଇଯାଇଛନ୍ତି। ଜଣେ ମୋର ଭଲ ବନ୍ଧୁ, ସାନ ଭାଇ, କୁକୁଡ଼ ପ୍ରେମୀ, ଫୁଟବଲ ପ୍ରେମୀ, ଆମେ ଏକାଠି ଫୁଟବଲ ଖେଳୁଥିଲେ, ଏକାଡେମୀ କରିଛୁ। କିନ୍ତୁ ତାଙ୍କର ସଂଗଠନ ଭଲ, ଭଲ ଲୋକ, କିନ୍ତୁ ମନ୍ତ୍ରୀ ନ ହବା ଦ୍ୱାରା ତାଙ୍କ ବ୍ରେନ୍ ଆଉ କାମ ଦଉନି। କେତେବେଳେ ରାହୁଲ ଗାନ୍ଧୀ କମେଡିଆନ କହୁଛନ୍ତି, କେବେ ଜୋକର କହୁଛନ୍ତି, କେତେବେଳେ କହୁଛନ୍ତି କି ତମ ମୁଖ୍ୟମନ୍ତ୍ରୀ କହିଛି ବିଧାନସଭାରେ 60,000 ମହିଳାଙ୍କ ପତା ମିଳୁନି। ଆମେ କହୁନୁ, ତମ ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଛନ୍ତି, ବିବରଣୀ ନିଅ ଦେଖ। ଏଗୁଡା ବାଜେ ୟାଡୁ ସାଡୁ ମାନେ କମେଣ୍ଟସ ଦବା ଏଗୁଡା ଠିକ ହଉ। ପଣ୍ଡିତ ଜବାହରଲାଲ ନେହେରୁ ଅଣନାତି, ଯାହାଙ୍କ ଦାନ ଏ ଦେଶ ସ୍ୱାଧୀନତା ପାଇଁ ଅତୁଳନୀୟ। ଯେତେ ନେତା ଜେଲ ଯାଇଛନ୍ତି ସ୍ୱାଧୀନତା ଆଣିବା ପାଇଁ, 750 ବର୍ଷ ସବୁଠୁ ଅଧିକା ନେହେରୁ କଟେଇଛନ୍ତି। ଇନ୍ଦିରା ଗାନ୍ଧୀଙ୍କ ନାତି ସେ, ମାନେ ପୃଥିବୀର ମହେୟସୀ ମହିଳା ସେ। ବାଜପେୟୀ କହିଥିଲେ ଇଏ ହଉଛନ୍ତି ଦେବୀ। ରାଜୀବ ଗାନ୍ଧୀ ପୁଅ, ତାଙ୍କ ଦାନ ଭାରତ ବର୍ଷ ସ୍ୱାଧୀନତାଠୁ ଡେଭଲପମେଣ୍ଟ ପାଇଁ ଅତୁଳନୀୟ। ତାଙ୍କୁ ଗୋଟେ ଶୁଖିଲା କମେଣ୍ଟ ଦବା ଉଚିତ। ମାନେ ସିବିଆଇ କି ଆମେ ଯୋଉଠି ପାଉଛେ ସେଠି ଲଗଉଛେ, ଇଡି କି ଲଗଉଛେ। କାଶ୍ମୀର 370 କଲେ କଣଟା ପରିବର୍ତ୍ତନ ହେଲା? ଉଲ୍ଟ ଲୋକ ଗୁଡାକ ମନେ ଆମର ଏ ଯୋଉ ବ୍ୟାଙ୍କ ସବୁ ବିଦେଶରେ ଟଙ୍କା ଅଛି ସବୁ ନେଇ ଆସିବ ବୋଲି କହିଥ, ଟଙ୍କା ଟାଣି ପାଇଲ? ସମ୍ବିଧାନ ବୋଲି ଆଉ କିଛି ନାହିଁ। ସେଇଥିପାଇଁ ରାହୁଲ ଗାନ୍ଧୀକି ଧନ୍ୟବାଦ। ସମ୍ବିଧାନ ବଞ୍ଚାଅ, ଭାରତ ବଞ୍ଚାଅ ଆନ୍ଦୋଳନ କରି କାଲି ବିରାଟ ଆୟୋଜନ କରାଯାଇଥିଲା। ଆମର ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଆଇଥିଲେ, ଖୁବ ବଢିଆ ହେଇଛି। ସେଇଥିରେ ଏମାନେ ନର୍ଭସ ହେଇଯାଇଛନ୍ତି ଏ ମିଟିଂ ଦେଖିକି। ହଁ ଭାଇ, କଂଗ୍ରେସ କମିଂ, ଆଉ କଂଗ୍ରେସ କେହି ରୋକିପାରିବେ? ଜନସାଧାରଣ ଯୋଉଠି ମାତିଲେଣି। କାଲି ଆମେ 50,000 ଲୋକଙ୍କର ଆୟୋଜନ କରୁଥିଲୁ, ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ମନୁକୁ। ଏରୋଡ୍ରମରେ କାଲି ଆମେ ଆୟୋଜନ କରୁଥିଲୁ 2,000 ଲୋକ, ମୁଁ ଦେଖିଲା 5,000 ଲୋକ। ପିଲା ଠେଲା ହେଇ ରାହୁଲ ଗାନ୍ଧୀ କାଢିଛୁ ଆମେ। ଏତିକି ଲୋକ, ଏତିକି ସ୍ତ୍ରୀ ଲୋକ। ନରେନ୍ଦ୍ର ମୋଦୀ ଯୋଉ କଳା ଚାଷୀ ବିଲ୍ ଆଣିଥିଲା ତାପରେ ଘୋର ବିରୋଧ କରିଛନ୍ତି। ଚାଷୀ ବିହନ ପାଉନି, ଠିକ ସମୟରେ ସାର ପାଉନି, ଠିକ ସମୟରେ ମଣ୍ଡିରେ ଧାନ ପହଞ୍ଚେଇଲେ ସୁଦ୍ଧା ବିକ୍ରି ହେଇପାରୁନି, ପନିପରିବାର ଘୋର ମାନେ ଅଭାବ, ରେଟ୍ ବଢିବାରେ ଲାଗିଛି, କୋଲ୍ଡ ଷ୍ଟୋରେଜ ନାହିଁ, ଭୟଙ୍କର ପରିସ୍ଥିତି ଚାଷୀଙ୍କର। ଚାଷୀଙ୍କ ଉପରେ ଯୋଉ କଥା ଖାଲି କହିଛନ୍ତି ରାହୁଲ ଗାନ୍ଧୀ, ଧନ୍ୟବାଦ। ସମ୍ବିଧାନ ଉପରେ କହିଛନ୍ତି ଧନ୍ୟବାଦ। 60,000 ମହିଳାଙ୍କ ପତା ମିଳୁନି, ବିଧାନସଭାରେ ମୁଖ୍ୟମନ୍ତ୍ରୀ ନିଜେ କହିଛନ୍ତି ମୋହନ ମାଝୀ, ତାରି ଉପରେ ଯୋଉ ତର୍ଜମା କରିଛନ୍ତି ବଢିଆ।